ଦେଖନ୍ତୁ ରାଜ୍ୟ ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ବିଭିନ୍ନ ବ୍ଲକରେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ବ୍ଲକର ପ୍ରତିନିଧିମାନେ ଏବେ ଶାସକ ଦଳରେ ଯୋଗ ଦେଉଛନ୍ତି। ଶାସକ ଦଳକୁ ସମର୍ଥନ କରୁଛନ୍ତି। ଆଗରୁ ସେମାନେ ବିଜୁ ଜନତା ଦଳ ସମର୍ଥିତ। କାରଣ ଦେଖନ୍ତୁ ତୃଣମୂଳ ସ୍ତରରେ ଯେଉଁ ପଞ୍ଚାୟତ ସମିତି ସଭ୍ୟ ନିର୍ବାଚନ ବା ପଞ୍ଚାୟତ ନିର୍ବାଚନ ହୁଏ ବା ବ୍ଲକ ଚେୟାରମ୍ୟାନ ନିର୍ବାଚନ ସେ ତ ଦଳୀୟ ଟିକଟ ଆଧାରରେ ହୁଏ ନାହିଁ। ଦଳୀୟ ସମର୍ଥକ ସେମାନେ ଥାଆନ୍ତି। ପୂର୍ବରୁ ଯେତେବେଳେ ପଞ୍ଚାୟତ ନିର୍ବାଚନ ହେଇଥିଲା ସେଟା ବିଜୁ ଜନତା ଦଳ ସମୟରେ ହେଇଥିଲା। ତେଣୁ ସେ ସମୟରେ ସେମାନଙ୍କର ଥିଲେ। ବର୍ତ୍ତମାନ ହଠାତ୍ ପଟ ପରିବର୍ତ୍ତନ ହେଇଛି, ଭାରତୀୟ ଜନତା ପାର୍ଟି ସରକାରକୁ ଆସିଛି। ତେଣୁ ବ୍ଲକର ଯୋଉ ସଂଗଠନ ଗୁଡ଼ିକ ବ୍ଲକର ଯୋଉ ଚେୟାରମ୍ୟାନ ହେଲେ କି ବ୍ଲକର ଭାଇସ ଚେୟାରମ୍ୟାନ ଯେ ଯାହା ବି ହେଲେ ସେମାନେ ବର୍ତ୍ତମାନ କାମ କରିବା କଷ୍ଟକର ହେଇଯିବ। ଯଦି ସରକାର ଟିକେ ନ ଚାହିଁବେ, ସରକାରଙ୍କର ଶୁଭ ଦୃଷ୍ଟି ନ ପଡିବ, ତେବେ ସେମାନେ ବ୍ଲକରେ ଉନ୍ନୟନ କାମ କରିପାରିବେ ନାହିଁ। ये तो आजिकल आज्ञा सबू दलर राजनैतिक आभिमुख्य सीया कांग्रेस समय भी सेमती होता किसी करुले, बीजेडी समय भी किसी करुले। बीजेडी समय से प्रायतः से पाखापाखि 314 ରୁ 280 ରୁ अधिक ब्लॉक था। कि जो जो जगह मन को नाला से जगह असुविधा करुले बोली अभियोग आसूला। आबे भी देखु जिते सरकार परिवर्तन होती विभिन्न प्रकार बाधा सम्मुखीन होती ब्लॉक रे। तेणु एते अलिया को किए पशब सीधा जाकि सहित जोग देदेले कम अंतत ब्लॉक सुरखुर चलो। ये गोटे ये जो कहते कि जो दल छाड़िले दल में मिसिले अमुक आदर्श अनुप्राणित होकर नवीन बाबू का आदर्श अनुप्राणित होकर बीजेडी मिसिले कि मोदी जी का आदर्श अनुप्राणित होकर ये मिसिले कि राहुल का आदर्श अनुप्राणित होकर कांग्रेस में मिसिले। ये सब कहवा कथा किंतु निजे निज सुविधा वर्तमान ये सब परिवर्तन हो।